हाँ फ्रेंड्स चलନ୍ତୁ ଆଜି ଆମେ ପଢିବା ଆଉ ଗୋଟେ ନୂଆ ଟପିକ ଆଭରେଜ ବିଷୟରେ ଯୋଉଟାକୁ ଆମେ ଓଡିଆରେ କଣ କହୁଛନ୍ତି ହାରାହାରି ବୋଲି କହନ୍ତି। ଠିକ ଅଛି, ତ ଫାର୍ଷ୍ଟ ଆମେ ଦେଖିବା କନସେପ୍ଟ କଣ ଆଭରେଜ କହିଲେ ଆମେ କଣ ବୁଝୁ। ଓକେ, ଫାର୍ଷ୍ଟ ଆମେ କନସେପ୍ଟ ଜାଣିବା ଆଭରେଜ ର। ଠିକ ଅଛି, ଆଭରେଜ କହିଲେ କଣ ହଉଛି ମାନେ ମନେକର ତମେ କେତେ 20 ଜଣ ଗୋଟେ କ୍ଲାସରେ ଷ୍ଟୁଡେଣ୍ଟ ଅଛି, କେତେ ଜଣ ଅଛି? 20 ଜଣ ଷ୍ଟୁଡେଣ୍ଟ ଅଛି। ଠିକ ଅଛି, ଆମର ଟିଚର କଣ କଲେ 100ଟା ରସଗୋଲା ନେଇକି ଆସିଲେ, କଣ 100ଟା ରସଗୋଲା ନେଇକି ଆସିଲେ। ଠିକ ଅଛି, ସେ ସେ 100ଟା ରସଗୋଲାକୁ ତମେ 20 ଜଣଙ୍କ ଭିତରେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ କରିବେ, ତ ଜଣක କେତେଟା ଲେଖା ରସଗୋଲା ପଡିବ? ତ କଣ କରିବ, 100ଟା ରସଗୋଲା ନେଇକି ଆସିଲେ, ଟୋଟାଲ ଷ୍ଟୁଡେଣ୍ଟ କେତେ ଅଛନ୍ତି? 20 ଜଣ ଅଛନ୍ତି। ଡିଭାଇଡ ଯଦି 20ରେ କରିଦବା 5 ହବ। ଠିକ ଅଛି, ତ ଜଣକା 5ଟା ଲେଖା ରସଗୋଲା ପଡିବ। ପର ଷ୍ଟୁଡେଣ୍ଟ କେତେଟା ରସଗୋଲା ପଡିବ? 5ଟା ପଡିବ। ଠିକ ଅଛି, ତ ଏଇଟା ହିଁ ଆଭରେଜ। ଆମେ ଏଇଟା କହିପାରିବା ଆଭରେଜରେ 5ଟା ଲେଖା ରସଗୋଲା ଗୋଟେ ଷ୍ଟୁଡେଣ୍ଟକୁ ମିଳିବ। ଠିକ ଅଛି, ଏଇଟା ଯୋଉ ସରି 20ଟା ଯୋଉ ଷ୍ଟୁଡେଣ୍ଟ ଅଛନ୍ତି ଆଭରେଜ କେତେ ଲେଖା ରସଗୋଲା ମିଳିଲା? 5ଟା ଲେଖା ରସଗୋଲା ମିଳିଲା। ତ ଆମେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ କରିଦବା ନା, ସେଇଟା ହିଁ ଆଭରେଜ ହବ। ଇକ୍ୱାଲି ଡିଷ୍ଟ୍ରିବ୍ୟୁସନ ହିଁ ଆଭରେଜ କୁହାଯାଏ ହେଲା। ଠିକ ଅଛି, ନେକ୍ସଟ ଗୋଟେ କ୍ୱେଶ୍ଚନ କଲେ ଆମେ ଏ ଟିକେ ଭଲ ଭାବରେ ବୁଝିପାରିବା। ଠିକ ଅଛି, ଗୋଟେ ଘରେ କେତେ 4 ଭାଇ ଅଛନ୍ତି। ଓକେ, କିଏ କିଏ? ରାମ, ଆଉ କିଏ ଅଛି? ଶ୍ୟାମ, ଆଉ କିଏ ଅଛି? ରିଙ୍କୁ, ଆଉ କିଏ ଅଛି? ପିଣ୍ଟୁ। ଓକେ, ଟୋଟାଲ କେତେ ଭାଇ ଅଛନ୍ତି? 4 ଭାଇ। ଓକେ, 1 2 3 4। ଓକେ, ରାମ ପାଖରେ ମନେକର କେତେ 100 ଟଙ୍କା ଅଛି। ଶ୍ୟାମ ପାଖରେ କେତେ ଅଛି? 200 ଟଙ୍କା ଅଛି। ରିଣ୍ଟୁ ପାଖରେ କେତେ ଅଛି? 150 ଟଙ୍କା ଅଛି। ପିଣ୍ଟୁ ପାଖରେ କେତେ ଅଛି? 350 ଟଙ୍କା ଅଛି। ଠିକ ଅଛି, ତ ଯଦି क्वेश्चन କରାଯାଏ ତ ଏମାନଙ୍କ ଭିତରେ ଆଭରେଜ କେତେ ଟଙ୍କା ଅଛି? ଓକେ, ଆଭରେଜ ପର ଭାଇ କେତେ ଟଙ୍କା ଅଛି? ଠିକ ଅଛି, ଆଭରେଜ ମାନେ କଣ? ଟୋଟାଲ କୁ ଯଦି ଇକ୍ୱାଲି ଆମେ ଡିଷ୍ଟ୍ରିବ୍ୟୁଟ କରିଦେବା, ଇକ୍ୱାଲି ଭାଗ କରିଦେବା, ସମସ୍ତଙ୍କ ଭିତରେ ସମାନ ଭାଗ କରିଦେବା, ଯେତିକି ହେଲା ସେଇଟା ହିଁ ଆଭରେଜ। ଆମେ କଣ କରିବା, ଟୋଟାଲ କେତେ ଟଙ୍କା ଅଛି ତାକୁ ବାହାର କରିବା। ଟୋଟାଲ କେତେ ଟଙ୍କା ଅଛି 4 ଭାଇଙ୍କ ପାଖରେ? ଯଦି ଆମେ ମିଶେଇବା 100, 200, 150 ପ୍ଲସ 350, 4 ଭାଇଙ୍କ ପାଖରେ ଟୋଟାଲ କେତେ ଅଛି? 800 ହବ। ସବୁଗୁଡା ଯଦି ଆମେ ଏଇଟା କଣ କରିବା, ମିଶେଇଦବା, କେତେ ହବ? 800 ହବ। ଟୋଟାଲ 4 ଭାଇଙ୍କ ପାଖରେ 800 ଟଙ୍କା ଅଛି। ଯଦି ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ କରିବା କଣ କରିବା, ଡିଭାଇଡ ବାଇ 4 କରିଦବା। ଠିକ ଅଛି, ତାହେଲେ ଜଣକ ଭାଗରେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ କରିଦେଲେ ତ ଜଣକା କେତେ ଟଙ୍କା ଲେଖା ପଡିଲା? 200 ଟଙ୍କା ଲେଖା ପଡିଲା। କେତେ? 200 ଟଙ୍କା ପଡିଲା। ଠିକ ଅଛି, ତ ଆଭରେଜ କେତେ ଟଙ୍କା ଜଣଙ୍କ ପାଖରେ ଅଛି? ଆଭରେଜ 200 ଟଙ୍କା ଅଛି ହେଲା। ଇକ୍ୱାଲି 200 ଟଙ୍କା ଜଣକା ଦେଇଦବା, ତ 800 ଟଙ୍କା 200 ଜଣକା ପଡିବ ହେଲା। ଏଇଟା ହେଲା ହିଁ ଆଭରେଜ। କଣ ଏଇଟା ହେଲା ଆଭରେଜ। ଆଭରେଜ ମାନେ ବୁଝିପାଇଲ? ଆଭରେଜ ମାନେ ଯେତେ ଟଙ୍କା ବା ଯେତେ ଜିନିଷ ସମସ୍ତଙ୍କ ପାଖରେ ସବୁ ଗୁଡାକ ଏକାଠି କରିଦବା ଏବଂ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ କରିଦବା। ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ କଲେ ପର ହେଡ୍ ଜଣକା ଯେତେ ଟଙ୍କା ପଡିଲା କି ଯେତିକି ଜିନିଷ ପଡିଲା ସେଇଟା ହିଁ ଆଭରେଜ। ଠିକ ଅଛି, ତ ଆଭରେଜ ଆମେ ବାହାର କରିବା କେମିତି? ଫର୍ମୁଲା ଆମେ ଦେଖିନେବା। ଠିକ ଅଛି, ଆଭରେଜର ଫର୍ମୁଲା କଣ? ସମ୍ ଅଫ୍ ନମ୍ବର divided by total number of numbers। ଠିକ ଅଛି, ଏକ୍ସାମ୍ପଲ ଗୋଟେ ନେଇକି ଦେଖିବା, ତାହେଲେ ବୁଝିପାରିବେ ହେଲା। ମନେକର 5ଟା ସଂଖ୍ୟା ଅଛି, କଣ କଣ ଅଛି? 5, 10, 15, 20, 25। ଏଇ 5ଟା ସଂଖ୍ୟା ଅଛି। ଠିକ, ୟାର ତୋର ଆଭରେଜ କେତେ? ଆଭରେଜ କଣ? ଆଭରେଜ ମାନେ କଣ? ସବୁଗୁଡା କଣ ସମ୍ ଅଫ ନମ୍ବର। ତ ସବୁଗୁଡା କଣ କରେ, ମିଶେଇଦବା, ଡିଭାଇଡ ବାଇ ଟୋଟାଲ ନମ୍ବର ଅଫ ନମ୍ବର। ଟୋଟାଲ ନମ୍ବର କେତେ? 2 3 4 5, ଟୋଟାଲ 5 ଡିଭାଇଡ ବାଇ 5 କରିଦବା। ଏଗୁଡ଼ା ମିଶିଲେ କେତେ ହବ? 5 10 15 15 30 40 50 60 70 75 ହେଲା, ମିଶିଦେଲେ। ଠିକ ଅଛି, ଡିଭାଇଡ ବାଇ 5 କଲେ କେତେ ହବ? ହୁଁ, 5 के 5, 5 पंचा 25। ଠିକ ଅଛି, ଆଭରେଜ କେତେ ହେଲା? ଆଭରେଜ 15। ଓକେ, ଏଇ 5ଟା ନମ୍ବରର ଆଭରେଜ କେତେ? ଏଇ 5ଟା ସଂଖ୍ୟାର ଆଭରେଜ ହବ କେତେ? 15 ହବ। ଠିକ ଅଛି,
फर्स्ट एग्जांपल टा करना ओके तापर सेकंड मेथड हम सीखा केमती एवरेज बाहर कराଯାଏ ए स्टूडेंट स्कोर 60 55 80 and 65 in four tests what is his average score कौन कौन गोटे स्टूडेंट चार थर एग्जाम देला चारटा एग्जाम रे चारटा मार्क रखी 60 कौन कौन मार्क रखी 60 रखी ठीक है जी फर्स्ट एग्जाम रे सेकंड एग्जाम रे केते रखी 55 थर्ड एग्जाम रे 80 फोर्थ एग्जाम रे केते रखी 65 तो यार एवरेज स्कोर केते माने गोटे एग्जाम रो एवरेज जदि हम बाहर करा तो एवरेज केते मार्क रखी पर एग्जाम ठीक है एवरेज केमती हम बाहर करिए बाहर करिया सब जोग कर दवा सब मिसई दवा तापर डिवाइड कर दवा टोटल केते आज संख्या तापर चार डिवाइड कर दवा चार थोड़ा एग्जाम दीजिए ना तो चार ही डिवाइड कर दवा फर्स्ट मिसई हम 60 55 80 65 डिवाइड में केते संख्या चार तो चार डिवाइड कर दवा एग्जाम जाए मिसई केते हम 60 55 115 115 80 195 195 59 केते होला 260 260 रे चार डिवाइड कर दवा केते तो 24 20 6 50 65 आंसर केते होला 65 ठीक है तो এই মেথড ଆମେ ଯଦି କରିବା ଅଧିକା ଟାଇମ ଟେକିଂ ଏବେ ନମ୍ବର ଗୁଡା ଛୋଟ ଅଛି ସେଇଟା ହିଁ ଆମେ ବେଶୀ ଟାଇମ ଲାଗୁନି ଏଇ ମେଥଡ ଆମେ କରିଦଉଛୁ ହେଲା ଯଦି ନମ୍ବର ଗୁଡା ବଡ ବଡ ରହିବ ତ ସେମିତି ଯୋଗ କରିବା ମିଶେଇବା ପାଇଁ ଟାଇମ ଲାଗିବ ନା ଯଦି ଆମର 5559 ରହିବ ତା ସହିତ 4655 ରହିବ ତ ଏଇ ଏମିତି ଯଦି ସଂଖ୍ୟା ଚାରିଟା ରହିଲା ତ ମିଶେଇବା ପାଇଁ କଣ ହବ ଟାଇମ ଲାଗିବ ତା ମଧ୍ୟରେ ଭୁଲ ହବାର ଚାନ୍ସ ଅଛି ଆମେ ଏତିକି ଅଧିକା ଟାଇମ ନେଲେ କିଛି ନାହିଁ ଅଧିକା ଟାଇମ ନେଲେ ଆମର ଯେହେତୁ କମ୍ପିଟିଟିଭ ଏକ୍ସାମ ରେ ଅଧିକା ଯଦି ଟାଇମ ନେଇଯିବ ଏଇ କ୍ୱେଶ୍ଚିନ୍ ସିମ୍ପଲ କ୍ୱେଶ୍ଚିନ୍ ଯଦି ଅଧିକା ଆମେ ଟାଇମ ଦେବା ତ ଅଲଗା କ୍ୱେଶ୍ଚିନ୍ ପାଇଁ ଆମେ କଣ ଟାଇମ ପାଇବା ନାହିଁ ତ ଆମେ ସର୍ଟକଟ୍ ରେ କେମିତି କରିବା ଠିକ ଅଛି ସେଟା ଶିଖିବା ଠିକ ଅଛି ସର୍ଟକଟ୍ ମେଥଡ ଆମେ ଶିଖିବା 60 ଚାରି ଜଣ କଣ କଣ 60 55 ଥାର୍ଡ ଏକ୍ସାମ ରେ 80 ଫୋର୍ଥ ଏକ୍ସାମ ରେ କେତେ ରଖି 65 ଠିକ ଅଛି ତ ଏଇ ଚାରିଟା ସଂଖ୍ୟାର ଆମେ ଆଭରେଜ ବାହାର କରିବାର ଅଛି ଠିକ ଅଛି ଆଭରେଜ ଦେଖିବା ହେଲେ ତ ସବୁଠୁ ଛୋଟ ସଂଖ୍ୟା ତ କୋଉଟା ଅଛି 55 ଅଛି ସବୁଠୁ ବଡ ସଂଖ୍ୟା କେତେ ଅଛି ଏଇ 80 ଅଛି ତ ଆଭରେଜ ଏଇ ଦୁଇଟା ମଝିରେ ହିଁ ଆସିବ ଓକେ କୌଣସି ଗୋଟେ ସଂଖ୍ୟା ଯୋଉଥିରେ ଏଇ 55 80 ଭିତରେ ଆସିବ ହେଲା ଆମେ ଗୋଟେ ସଂଖ୍ୟା ଆମେ ମନେକର ଆମେ କଣ ନେଇଗଲେ 60 ନେଇଗଲେ ଆଭରେଜ ମନେକର ମାନିନେଲେ କି 60 ଆଭରେଜ ଠିକ ଅଛି ଆମେ କୌଣସି ସଂଖ୍ୟା ବି ନେଇପାରିବ ମୁଁ 60 ନେଇବି ଓକେ 60 ମନେକର ଆଭରେଜ ନେଇଗଲେ ଓକେ ଠିକ ଅଛି ତ 60 ରେ ଏ ସଂଖ୍ୟାଟା କେତେ ବଡ ସାନ କିଛି ଜିରୋ ବଡ ନାହିଁ କି ସାନ ନାହିଁ ସେମ ସଂଖ୍ୟା ତ ଜିରୋ ଲେଖିଲି 55 ଟା ବଡ ନା ସାନ ସାନ କେତେ ସାନ -5 କେତେ 5 ସାନ ତ -5 ଲେଖିଲି 60 ରୁ 80 ଟା କେତେ ସାନ ନା ବଡ ଅଛି କେତେ ବଡ ନା 20 ଅଧିକା ଅଛି ତ ସେଥିପାଇଁ +20 ଲେଖିଲି 65 ଟା ବଡ ଅଛି କେତେ ଅଧିକା 5 ଅଧିକା ଅଛି +5 ଲେଖିଲି ठीक है तो एগুলো ସବୁ ମିଶେଇ ଦେଲେ ଆମେ କେତେ ହବ +5 -5 କ୍ୟାନସେଲ ହେଇଗଲା +5 କ୍ୟାନସେଲ ହେଲା ରହିଲା 20 20 ଯଦି ଆମେ 1 3 4 ଚାରି ଜଣ ଟୋଟାଲ ଅଛି ନା ତ ଏଇ 20 ଯୋଉ ଅଧିକା ଅଛି ସେଟା ଚାରି ଜଣଙ୍କ ଭିତରେ ଡିଷ୍ଟ୍ରିବ୍ୟୁଟ ହବ ନା ଚାରିଟା ଯାକ ନମ୍ବର ଡିଷ୍ଟ୍ରିବ୍ୟୁଟ ହବ ନା 20 ଯୋଉ ଆମର ଅଧିକା ଅଛି ଓକେ আর পঞ্চা 20 তো ଆମେ ଆଭରେଜ କେତେ ନେଇଥିଲେ 60 60 ଯଦି ଆମେ ଆଭରେଜ ନଉଛେ ତାହେଲେ 20 ବଞ୍ଚି ଯାଉଛି ଓକେ 20 ବଞ୍ଚିଲେ ପୁଣି 4 ଜଣ ଡିଭାଇଡ କଲେ 5 5 ଅଧିକା ପଡିବ ନା ତ ଆମେ କଣ କରିବା 5 ଆଡ କରିଦବା ଠିକ ଅଛି 65 ହେଲା ଆନ୍ସର ଠିକ ଅଛି ଆନ୍ସର କେତେ ହେଲା 65 ଓକେ ଏଟା ମଧ୍ୟ ଗୋଟେ ମେଥଡ ଅଛି ଠିକ ଅଛି ନେକ୍ସଟ କ୍ୱେଶ୍ଚନ ଦେଖିବା three friends contributed 510 700 800 to buy a gift what is the average contribution okay ତିନି ଜଣ ସାଙ୍ଗ କଣ କଲେ କିଛି କିଛି ପଇସା କଣ କଲେକ୍ସନ କଲେ ତାଙ୍କର ସାଙ୍ଗର କଣ ଗୋଟେ ଫଙ୍କସନ ଅଛି ତ ସେଟା ଗିଫ୍ଟ କରିବା ପାଇଁ ଠିକ ଅଛି ତ ଆଭରେଜ କେତେ ଟଙ୍କା ଲେଖା ଜଣକା ଦେଲେ ତ ଆମେ ଆଭରେଜ କେମିତି ବାହାର କରିଥିବା ସମସ୍ତ ପଇସା ଗୁଡାକ ତିନି ଜଣ ଯାକ ମିଶେଇ ଦବା ଡିଭାଇଡ କରିଦବା ଯେତେ ଜଣ ଫ୍ରେଣ୍ଡ ଅଛନ୍ତି ତିନି ଜଣ ତିନି ଡିଭାଇଡ କରିଦେଲେ ଆଭରେଜ ବାହାରିବ ହେଲା ତ କଣ କରିବା 510 ପ୍ରଥମ ଜଣ ଦେଲା ଆଉ ଜଣେ ଦେଲା 700 ଟଙ୍କା ଆଉ ଜଣେ କେତେ ଦେଲା 800 ଟଙ୍କା ତିନି ଜଣ ସାଙ୍ଗ ଦେଲେ ତିନି ଜଣ ଏତିକି ଟଙ୍କା ହେଇଗଲେ ଟୋଟାଲି କେତେ ଏଇ ଦୁଇଟା ଯୋଗ କରିଦବା ତାପରେ ତିନି ଡିଭାଇଡ କରିଦେଲେ ଆମର କଣ ବାହାରିଛି ଆଭରେଜ ବାହାରିଛି ଠିକ ଅଛି ଆଭରେଜ କେତେ ଏତିକି ଟଙ୍କା ନା ଜଣକା ଦେଲେ ହେଲା ତ ଏଗୁଡା ଯୋଗ କଲେ ହବ କେତେ ହବ 700 800 1500 1500 2000 2000 ସରି
2010 ଟଙ୍କା। ଠିକ ଅଛି, डिवाइड बाई 3, 318, 321, 670 କେତେ ହେଲା? ଆଭରେଜ କେତେ ହେଲା? 670। ଆନ୍ସର କେତେ ହେଲା? ଯୋଉଟା 670 ଟଙ୍କା ନା ଆଭରେଜ, ଆଭରେଜ କେତେ? 670 ଟଙ୍କା ନାହିଁ କାରଣ କରେକ୍ସନ କରିଥିଲେ। ଠିକ ଅଛି, ଠିକ ଅଛି। ଆମର ଏଇଟା ଗୋଟେ ମେଥଡ। ଆର ମେଥଡରେ ଗଲେ ସର୍ଟକଟ ମେଥଡ କେମିତି କରିବା? ମେଥଡ ଆମେ କରିବା ଏବେ। ତ କଣ କରିବା? ତିନିଟା ସଂଖ୍ୟା ଲେଖା, 510, 700, 800। ଠିକ ଅଛି, ତିନିଟା ସଂଖ୍ୟା। ସବୁଠୁ ବଡ ସଂଖ୍ୟା କେତେ? 400। ସବୁଠୁ ସାନ ସଂଖ୍ୟା 510। ଏଇ ଭିତରେ ଆମେ କେତେ ଗୋଟେ ସଂଖ୍ୟା ନେଇଯିବା? ଆମେ ମନେକର 700 ନେଲେ। ଓକେ, 700 ଆଭରେଜ ମାନିନେଲେ। ମାନିଲେ କେତେ? 700। 700 ବି ଛୋଟ ସଂଖ୍ୟା ଅଛି, କମ ଅଛି। କେତେ କମ ଅଛି? 700 190 କମ ଅଛି। କେତେ? 190 କମ ଅଛି। ଇଏ 700 ରୁ ଅଧିକ କେତେ ଅଧିକା ନା କେତେ କମ ଅଛି? 0। ଓକେ, ଇଏ କେତେ ଅଧିକା ଅଛି? 100 ଅଧିକା ଅଛି। ठीक ଅଛି, ये 190 कम अच्छी, ये 100 अधिक है। टोटाल मिसेज मिसेदवा केते हबो? -190 एटा केते +100 तो केते -90 हबो। ठीक अछि, केते ହେଲା +100 -190 तो केते हबो? दुटा को मिसेई देला -90 हबो। -90 हेले टोटाल केते जण अछन? 3 जण। तो -90 जति भी हबो समस्त को सहित इक्वाली डिस्ट्रीब्यूट करा जे। ओके, एटा टोटाल 3 जण अछन, -90 आथिले इक्वाली डिस्ट्रीब्यूट हबो। ओके, इक्वाली डिस्ट्रीब्यूट केले केते हबो? 3 -30। ଆମେ ଆଭରେଜ କେତେ ମାନି ନେଇଥିଲେ? 700 ମାନି ନେଇଥିଲେ। ଗୋଟେ ସଂଖ୍ୟା ଆମର ମାନିବାରେ ସେଇ ଦୁଇଟା। 700 ରୁ କଣ କରିବା? ପୁଣି -30 କରିଦେବା। ଠିକ ଅଛି, କେତେ ହବ? 670। ଆନ୍ସର ସେମ୍ ଆସିଲା, 670 ଆସିଲା। ଠିକ ଅଛି, ନେକ୍ସଟ ଆମେ କ୍ୱେଶ୍ଚନ କରିବା। ଦୁଇଟା ଯାକ ମେଥଡ ଆମେ କରିପାରିବା। ଆଉ କଣ ଯୋଉଟା ଇଜି ଲାଗିବ ଆପଣଙ୍କୁ ସେଇ ମେଥଡ ଆମେ କରିବେ। ଠିକ ଦେଖ, ରାମ ସ୍ପେଣ୍ଡ 1200, 1500, 1800 in 3 months. What is his average monthly expense? Okay. तो ଗୋଟେ ମାସରେ 1200 ଟଙ୍କା ଖର୍ଚ୍ଚ କଲା, ସେକେଣ୍ଡ ମାସରେ 1500, ଥାର୍ଡ ମାସରେ 800 ଟଙ୍କା। ଓକେ, ତ ଆଭରେଜ ମନ୍ଥଲି କେତେ ଟଙ୍କା ଖର୍ଚ୍ଚ? ମାସକୁ ମାନେ କେତେ ଟଙ୍କା ଆଭରେଜ ସେ ଖର୍ଚ୍ଚ କରୁଛି ହେଲା। କଣ କରିବା? ଟୋଟାଲ କେତେ ଟଙ୍କା ଖର୍ଚ୍ଚ କଲେ କଣ ଡିଭାଇଡ 3 କରିଦେଲା ଆଉ ବାହାରୁଛି ଆଭରେଜ। ଠିକ ଅଛି, ଫାର୍ଷ୍ଟ ମାସରେ କେତେ କଲା? 1200 ଟଙ୍କା ଖର୍ଚ୍ଚ କଲା। ସେକେଣ୍ଡ ମାସରେ କେତେ କଲା? 1500 ଖର୍ଚ୍ଚ କଲା। ଥାର୍ଡ ମାସରେ କେତେ କଲା? 800 ଖର୍ଚ୍ଚ କଲା। ତ ଆଭରେଜ ମାସକୁ କେତେ କଲା? ତ ତିନିଟା ମାସକୁ ଯେତିକି ଟଙ୍କା ଖର୍ଚ୍ଚ କଲା ମିଶେଇଦବା, डिवाइड बाय केते 3 କରିଦବା, 3 ହରଣ କରିଦବା। ତ ଯେତିକି ହେଲା ସେଇଟା ଆଭରେଜ ହେଇଯିବ। ତ ଆମେ କରିବା କେତେ ହବ? 2700, 3700, 4500 କେତେ ହବ? 4500। 4500 1500 पर मंथ ହେଲା। ଆଭରେଜ କେତେ ହେଲା? ଆଭରେଜ 1500 ଟଙ୍କା। କେତେ ମନ୍ଥଲି ଏକ୍ସପେନ୍ସେସ୍ ଆଭରେଜ କେତେ ହବ? 1500 ହବ। ଆନ୍ସର କଣ ହବ? ଏ ହବ ଆନ୍ସର। ଓକେ, ମାସକୁ ସେ 1500 ଆଭରେଜ, ଆଭରେଜ 1500 ଟଙ୍କା ସେ ମାସକୁ ଖର୍ଚ୍ଚ କରୁଛି। ଠିକ ଅଛି, ଏଇଟା ହେଲା ଫାର୍ଷ୍ଟ ମେଥଡ। ଓକେ, ଆମର ସେକେଣ୍ଡ ମେଥଡ ଆମେ ଦେଖିବା କେମିତି ବାହାର କରିବା। ଠିକ ଅଛି, ସେକେଣ୍ଡ ମେଥଡ ଆମେ ଦେଖିବା। ଫାର୍ଷ୍ଟ ଲେଖିବା କଣ? ଏଇଟା ଲେଖିବା 1200, 1500, 1800। ଓକେ, ସବୁଠୁ ଛୋଟ ହେଲା 1200, ବଡ ହେଲା 1800। ଓକେ, ତ ମଝିରେ କେତେ? ଆଉ 1500 ନିଜ ଆଭରେଜ ଗୋଟେ ଆମେ ମାନିନେବା 1500। ଆମେ ଜାଣିନଥିବେ 1500 ବୋଲି ମାନିନେବା 1500। 1500 12 କେତେ କମ? 300 କମ, -300 ଲେଖିଲେ। କମ ଯେହେତୁ ସେଥିପାଇଁ ମାଇନସ ଲେଖିଲେ। ଏଟା କେତେ ଅଧିକା? 1500 ରୁ 1800 ଟା 300 ଅଧିକା। 1500 ରୁ 1500 କେତେ ଅଧିକା ନା କମ? 0। ଅଧିକା ନାହିଁ, କମ ନାହିଁ, ସେମ ସଂଖ୍ୟା ତ 0 ଲେଖିଲେ। ଆମେ ତିନିଟା ଯାକ ସଂଖ୍ୟାକୁ ମିଶାଇ ତ କେତେ ହବ? -300 +300 କଟିବ ହେଲା। ଠିକ ଅଛି, ତ ଯଦି ଆମର ସବୁ ତିନିଟା ଯାକ ମିଶେଇଲେ 0 ଆସୁଛି, ତ ଆମେ ଯୋଉ ଆଭରେଜ ନେଇଥିଲେ ନା ମାନି ନେଇଥିଲେ ଆଭରେଜ ବୋଲି, ତ ଏଇଟା ହିଁ ଆଭରେଜ ତାର ହବ। ଓକେ, ତ ଠିକ ଅଛି, 1500 ହିଁ ଆଭରେଜ। ଠିକ ଅଛି, ନେକ୍ସଟ क्वेश्चन करें। ठीक है, a train travels 40 kilometer in the first hour and 60 kilometer in the next hour. Average speed
ଇଚ୍ ଗୋଟେ ଟ୍ରେନ ଅଛି, ଫାଷ୍ଟ ଗୋଟେ ଘଣ୍ଟାରେ କେତେ 40 କିଲୋମିଟର ଗଲା। ଓକେ, ସେକେଣ୍ଡ ଘଣ୍ଟାରେ କେତେ ଗଲା 60 କିଲୋମିଟର ଗଲା। ଓକେ, ତ ଆଭରେଜ ସ୍ପିଡ କେତେ? ଓକେ, ତ ମୁଁ ପଚାରୁଛି କି ଘଣ୍ଟାକୁ ସେ କେତେ କିଲୋମିଟର ଆଭରେଜ ଗଲା। ତ ଆଭରେଜ କେତେ କଣ କରିବା, ଦୁଇଟାକୁ ମିଶେଇନା ଡିଭାଇଡ କରିଦବା। ଦୁଇଟାକୁ ମିଶେଇବା ଡିଭାଇଡ ବାଇ ଫାଷ୍ଟ ଆୱାର ସେକେଣ୍ଡ ଆୱାର, ଦୁଇ ଡିଭାଇଡ କରିଦେଲେ ତ କେତେ ହବ? 60 ରେ 40 ମିଶେଇଲେ କେତେ ହବ? 100 ଡିଭାଇଡ ବାଇ 2 କେତେ ହେଲା? 50 ହେଲା। ଆନ୍ସର କେତେ? 50। ଠିକ ଅଛି। ସେକେଣ୍ଡ ମେଥଡରେ ବି ଆମେ କରିବା 40 ଆଉ 60 ନେଇଗଲେ, ସେକେଣ୍ଡ ମେଥଡରେ ବି ଆମେ କରିବା। ତ ଏଇ ଦୁଇଟାର ଆଭରେଜ ଏଇ ଦୁଇଟାରେ ବାହାର କରିବାର ଅଛି ନା, ତ ଏଇ ଦୁଇଟା ମଝିରେ ଗୋଟେ ସର୍ଟ ନେଇଯିବା, ମାନେ ମାନିଲେ 50, 50 ଯଦି ମାଇନସ 10 ହେଇଯିବ, 50 ରୁ କେତେ କମ? 10 କମ। 50 ରୁ ଏଇଟା କେତେ ଅଧିକା? 10 ଅଧିକା, ପ୍ଲସ ମାଇନସ କଟିଗଲା। ଆମେ ଏଇଟା ଯୋଉ ଆଭରେଜ ନେଇଥିଲେ ନାହିଁ, ଠିକ ଅଛି। ଠିକ ଅଛି, 50 ହେଲା ଆନ୍ସର। ଆଉ ଗୋଟେ କ୍ୱେଶ୍ଚନ ଦେଖିବା। A shopkeeper sells 5 pens at 10 each and 5 pens at 20 each. The average selling price per pen କେତେ? ସେ କଣ କହୁଛି, ଫାଷ୍ଟ 5ଟା ପେନ୍ କୁ ସେ କେତେ ଟଙ୍କା ଲେଖାରେ ବିକିଛି? 10 ଟଙ୍କା ଲେଖାରେ ପର ପେନ୍ ବିକିଛି ହେଲା। 10 ଟଙ୍କା ଲାଗି ତାକୁ ପେନ୍ ଫାଷ୍ଟ 5ଟା ପେନ୍ ବିକିଛି। ଆଉ ଥରେ ପୁଣି ଆଉ ଯୋଉ ସେକେଣ୍ଡ 5ଟା ପେନ୍ ଅଛି, ସେ 5ଟା ପେନ୍ କେତେ? 20 ଟଙ୍କା ଲେଖା ପର ପେନ୍ ବିକିଲା ହେଲା। ଟୋଟାଲ ପେନ୍ କେତେ? 10ଟା ଅଛି, ଟୋଟାଲ ପେନ୍ କେତେ? 10ଟା ପେନ୍ ଟୋଟାଲ। ଠିକ ଅଛି। तो ସେ ପଚାରିଛି ସେ 10ଟା ପେନ୍ ଟୋଟାଲ ଅଛି, ତ ଆଭରେଜ ପର ପେନ୍ କେତେ ଟଙ୍କା? ଆଭରେଜ କେତେ ଟଙ୍କା ଲେଖାଏଁ ବିକିଲା? ଓକେ, ଆଭରେଜ ମାନେ ଟୋଟାଲ କେତେ ଟଙ୍କାରେ ବିକିଲା, କେତେ ଟଙ୍କା ବିକିଛି, ତାପରେ ଡିଭାଇଡ କଣ କରିବା? 10ଟା ପେନ୍ ଡିଭାଇଡ ବାଇ 10 କରିଦେବା ହେଲା। ତ ଗୋଟେ ପେନ୍ କୁ ଯଦି ଫାଷ୍ଟ 5ଟା ପେନ୍ ଯୋଉ ବିକିଛି, ଗୋଟେ ପେନ୍ କୁ ଯଦି 10 ଟଙ୍କା ବିକିଲା, ତ 5ଟା ପେନ୍ କେତେ ଟଙ୍କାରେ ବିକିଲା? 50 ଟଙ୍କାରେ ବିକିଲା। ଓକେ, 10 ଇଣ୍ଟୁ 5 କରିଦବା। ସେକେଣ୍ଡ ଯୋଉ 5ଟା ପେନ୍ ବିକିଛି 20 ଟଙ୍କା ଲେଖାରେ, ଟୋଟାଲ କେତେ ଟଙ୍କା ବିକିଛି? 5ଟା ପେନ୍ 20 ଟଙ୍କା, ତ କେତେ ହେଲା? 100 ଟଙ୍କା ବି ବିକିଛି। ଓକେ, ଟୋଟାଲ କେତେ ଟଙ୍କା ବିକିଲା? 150 ଟଙ୍କା ବିକିଲା। ଟୋଟାଲ କେତେଟା ପେନ୍ ଅଛି? ଏଠି 5ଟା, ଏଠି 5ଟା, 10ଟା ପେନ୍ ଅଛି। ଡିଭାଇଡ ବାଇ 10 କରିଦବା। 10 କଲେ ଡିଭାଇଡ ବାଇ କେତେ ହବ? 15 ହବ। ତ ଗୋଟେ ପେନ୍ ର ମୂଲ୍ୟ କେତେ? ଆଭରେଜ ଆଭରେଜ 15 ଟଙ୍କା। ଠିକ ଅଛି। ଏଇ କ୍ୱେଶ୍ଚିନ ଟିକେ ଅଲଗା ଅଛି ପୂର୍ବ କ୍ୱେଶ୍ଚିନ ଅପେକ୍ଷା। ଏଠି ପଚାରୁଛି କଣ, 5ଟା ପେନ୍ କୁ 10 ଟଙ୍କା ଲେଖାଏଁ ବିକିଛି ହେଲା। ତ ଟୋଟାଲ କେତେ ଟଙ୍କାରେ ବିକିଲା? 50 ଟଙ୍କାରେ 5ଟା ପେନ୍ ହେଲା। 5ଟା ପେନ୍ କୁ 20 ଟଙ୍କା ଲେଖାଏଁ ବିକିଲା, ତ ସେ 5ଟା ପେନ୍ କେତେ ଟଙ୍କାରେ ବିକିଲା? 5 ଗୁଣ 20 କରିଦେବା, 20 ପଚାଶ 100 ଟଙ୍କା ବିକିଲା। ଟୋଟାଲ କେତେ ଟଙ୍କା ବିକିଲା? ଏଠି 100 ଟଙ୍କା ବିକିଛି, ଏଠି 50 ଟଙ୍କା ବିକିଛି, ଟୋଟାଲ 150 ଟଙ୍କା ବିକିଲା। କେତେଟା ପେନ୍ ଟୋଟାଲ? 5, 10ଟା ପେନ୍ ହେଲା। 10ଟା ପେନ୍ କୁ 150 ଟଙ୍କା ବିକିଲା ହେଲା। ତ ପର ପ୍ଲେନ୍ ଆଭରେଜ ଆଭରେଜ କେତେ ଟଙ୍କା ପଡିଲା? ଆଭରେଜ ଇକ୍ୱାଲି ଯଦି ବାହାର କରିବା କେତେ ଟଙ୍କା? 150 ଡିଭାଇଡ ବାଇ 10 କରାଯିବ ନା, ତ ହେଲା କେତେ? 15। ଆନ୍ସର ହବ କେତେ? 15। ଠିକ ଅଛି। Next question. A class has 20 boys, okay, with average height 150 centimeter and 10 girls with average height 120 centimeter. ठीक है, ओवरऑल एवरेज हाइट कौन कर, गोटे क्लास रे 20 जन पिला अछंती, बालक अछंती, जो मान एवरेज हाइट 50 सेंटीमीटर अछि, ଆଉ 10 ଜଣ ଗାର୍ଲସ ଅଛନ୍ତି, 10 ଜଣ ଝିଅ ଅଛନ୍ତି ଯୋଉମାନଙ୍କର କଣ ଏଭରେଜ ହାଇଟ୍ 120 ସେଣ୍ଟିମିଟର ଅଛି। ଓଭରଅଲ୍ ଏଭରେଜ ହାଇଟ୍ କେତେ? ଓକେ, ତ ଫାର୍ଷ୍ଟ କଣ କହିବି, 20 20 କଣ ଅଛି, ବଏଜ ଅଛନ୍ତି, ତାଙ୍କର ଆଭରେଜ ୱେଟ୍ 150 ସେଣ୍ଟିମିଟର। ଓକେ, ଆଭରେଜ ୱେଟ୍ ମାନେ ହାଇଟ୍ ମାନେ କଣ କି पर बॉय या पर स्टूडेंट। ओके, एतिकी। तो 20 बॉयज रो केते हबो, गुटे बालकर जदि 150 सेंटीमीटर, तो 20 जनकर केते हबो? हम्म, इनटू 20 करियो, ठीक है, 3000 हबो। टोटल 3000 सेंटीमीटर हबो 20 जनकर, जाम गुणन करबा टोटल हम बात करबा केते हाइट। ठीक है, तो 20 10 के जन बालिका अछंती, गर्ल्स के जन अछंती, 10 जन गर्ल्स अछंती, अगर एवरेज हाइट केते 120 सेंटीमीटर। ठीक है, 120 सेंटीमीटर, तो टोटल केते जदि हम जो गोटे गर्ल्स रो 120 सेंटीमीटर, 10 जन टोटल केते हबो?
ଆମେ କଣ କରିବା 10 ରେ ମଲ୍ଟିପ୍ଲାଏ କରିବା ଗୁଣିଦେବା କେତେ ହବ 1200 ହବ କେତେ ହବ 1200 ଟୋଟାଲ ହବ ଟୋଟାଲ ହାଇଟ୍ କେତେ କେତେ ହେଲା 4200 ଟୋଟାଲ କେତେ ଅଛନ୍ତି ଷ୍ଟୁଡେଣ୍ଟ 20 ଜଣ ବଏଜ ଅଛନ୍ତି 10 ଜଣ ଗାର୍ଲ ଅଛନ୍ତି ଟୋଟାଲ କେତେ ହେଲା 30 ବଏଜ ବାଇ 30 4200/30 ଓକେ ଯଦି କାଟିବା 3 ତିନି ଚଉ 12 140 ହେଲା କେତେ ହେଲା ଯଦି ଆମେ ଡିଭାଇଡ କରିବା 4200 ଡିଭାଇଡ ବାଇ 30 କଲେ 140 ଆସିବ ହେଲା ଆନ୍ସର ତ କେତେ ହବ 140 ଠିକ ଅଛି ଆମେ ଫାର୍ଷ୍ଟ କଣ କଲେ ଏଥିରେ ବୁଝିଲା ଆମେ କଣ କଲେ ଟୋଟାଲ 20 ଜଣ କଣ ଅଛି ବଏଜ ଅଛନ୍ତି ଆଭରେଜ ସେମାନଙ୍କର ହାଇଟ୍ କେତେ ଆଭରେଜ ହାଇଟ୍ 150 ମାନେ ଯଦି ଇକ୍ୱାଲି ସମସ୍ତଙ୍କୁ ଡିଷ୍ଟ୍ରିବ୍ୟୁଟ କରାଯାଏ 150 per student so average per student okay per person average ମାନେ ହେଲା ତ 150 ଜଣଙ୍କର ହାଇଟ୍ ହେଲେ 20 ଜଣ ଅଛନ୍ତି ଇଣ୍ଟୁ 20 କରିଦେଲେ ଟୋଟାଲ ଆମକୁ ମିଳିଯିବ ଟୋଟାଲ କେତେ ସେଣ୍ଟିମିଟର ହବ ଠିକ ଅଛି 20 ଜଣ ଅଛନ୍ତି ତ ସେଟା ଆମେ ଇଣ୍ଟୁ 20 କରିଦେଲେ 150 ଇଣ୍ଟୁ 20 କଲେ କେତେ 3000 ହେଇଗଲା ଗାର୍ଲସ के जन 10 जन ତାଙ୍କର ଆଭରେଜ ହାଇଟ୍ କେତେ 120 ସେଣ୍ଟିମିଟର 120 ସେଣ୍ଟିମିଟର ପର ଗାର୍ଲ 10 ଜଣଙ୍କର କେତେ ହବ ଇଣ୍ଟୁ 10 କରିଦେଲେ ଏତିକି ହେଇଗଲା ଦୁଇଟା ଯାକ ଆଡ୍ କଲେ କେତେ ହବ 4200 ଟୋଟାଲ କେତେ ହେଲେ ଷ୍ଟୁଡେଣ୍ଟ 20 ବଏଜ 10 ଗାର୍ଲସ ଟୋଟାଲ 30 ଷ୍ଟୁଡେଣ୍ଟସ ହେଲା ତ 30 ଷ୍ଟୁଡେଣ୍ଟସ ଟୋଟାଲ ହାଇଟ୍ 4200 ପର ଷ୍ଟୁଡେଣ୍ଟ କେତେ ହବ ଡିଭାଇଡ 30 କରିଦବା ତ କେତେ ହବ 140 ହେଲା 140 ହେଲା ଆମର କଣ ରେଜଲ୍ଟ ଠିକ ଅଛି ଠିକ ଅଛି ତ ସେକେଣ୍ଡ ମେଥଡରେ ଆମେ କରିବା ଏବେ ଠିକ ଅଛି ଫାର୍ଷ୍ଟ ମେଥଡ ଆମେ ବାହାର କରିବା କି ସେକେଣ୍ଡ ମେଥଡ ଆମେ କରିବା କଣ କହିବି ଫାର୍ଷ୍ଟ ଯୋଉ ବଏଜ ହେଇଛି 20 ବଏଜ ର କେତେ ଅଛି 1550 ସେଣ୍ଟିମିଟର କଣ ଆଭରେଜ ଅଛି ବଏଜ ର ଟୋଟାଲ 10 ଗାର୍ଲସ ଅଛନ୍ତି ଆଭରେଜ ହାଇଟ୍ କେତେ 120 ସେଣ୍ଟିମିଟର ଅଛି ଠିକ ଅଛି ତ ଆମର ଆଭରେଜ ବାହାର କରିବା ଅଛି ଆମେ ଗୋଟେ ସଂଖ୍ୟା ନେଇଯିବା ଏଇ ଦୁଇଟା ମଝିରେ କଣ କଣ ମାନେ ଆମେ ନେଇଗଲେ କେତେ 130 ନେଇଗଲେ ମଝିରେ 130 ମାନେ ଆମେ ମାନି ନେଲେ କି ଆଭରେଜ 130 ଓକେ ଇଏ 130 ରୁ କେତେ ଅଧିକା ବା କମ 130 ଅଧିକା ଅଛି କେତେ ଅଧିକା 20 ଅଧିକା ଓକେ ଇଏ 130 ରୁ କେତେ କମ ଅଛି 10 କମ କମ ଅଛି ଯେହେତୁ ଇଏ ମାଇନସ ଦେଲି ଇଏ ଅଧିକା ଅଛି ପ୍ଲସ ଦେଲି ହେଲା ତ ଏଇଟା ପର ବଏଜ ଟୋଟାଲ କେତେ ଜଣ ଅଛନ୍ତି 20 ଜଣ ଅଛନ୍ତି ଓକେ ଜଣକା ଯଦି 20 ଅଧିକା ହେଲା 20 ଜଣକୁ କେତେ ଅଧିକା ହେଇଯିବ 20 ଇଣ୍ଟୁ 20 କେତେ ହବ 2 2 4 400 ହବ ହେଲା ଓକେ ଜଣକା ଯଦି 10 କମ ଅଛି ତ 10 ଜଣଙ୍କୁ ଟୋଟାଲ କେତେ କମ ହବ 10 ଇଣ୍ଟୁ 10 ମାଇନସ 100 ହବ ମାଇନସ ଯେହେତୁ ଓକେ ଓକେ ତ ଏଇ ଦୁଟାକୁ ଆମେ ଆଡ କରିବା 400 ମାଇନସ 300 ହେଲେ କେତେ ହବ ସରି 400 ମାଇନସ 100 କଲେ କେତେ ହବ 300 ବାହାରେ 400 ରୁ 100 ମାଇନସ କରିବା ନା କାରଣ ମାଇନସ ଅଛି ନା 400 ରୁ 100 ଗଲେ କେତେ ହବ 300 ହବ ଓକେ ଠିକ ଅଛି 300 ଟୋଟାଲ କେତେ ଜଣ ଅଛନ୍ତି 20 10 30 30 ଜଣ ଅଛନ୍ତି ନା 300 ଆମେ ଇକ୍ୱାଲି ଡିଭାଇଡ କରିବା 30 ଜଣଙ୍କ ଭିତରେ କେତେ ହବ 10 ଆମେ ଏଠି ଆଭରେଜ କେତେ ମାନି ନେଇଥିଲେ 130 ମାନିଥିଲେ ଏଠି କେତେ ଆଉ ଆସିଲା ଅଧିକା 10 ଆସିଲା ଯେହେତୁ ପ୍ଲସ ଅଛି ତ 10 10 ଆଗେ କଣ କରିବା ଆମେ ଆଡ କରିବା ତ 130 ପ୍ଲସ 10 140 ଆଭରେଜ କେତେ 140 ଦୁଇଟି ଯାକ ମେଥଡ ଆମେ